ଗରୁଡ଼ ପୁରାଣ ଭାଗ 2 ଯମଯାତନା ବା ପାପ କର୍ମର ଫଳ ଓ ପିଣ୍ଡଦାନ। ସମସ୍ତ ଋଷିମାନେ ସୃଷ୍ଟି ପ୍ରସଙ୍ଗ ଶୁଣି ସାରିବା ପରେ ସୂତ ମୁନିଙ୍କୁ ପ୍ରଣିପାତ କଲେ। ଅତି ବିନୟ ଭାବରେ ସମସ୍ତ ଋଷିଗଣ ସୂତ ମୁନିଙ୍କୁ କହିଲେ, ଆହେ ସୂତ ମହାମନା, ଆପଣ ସର୍ବଜ୍ଞାତା ଅଟନ୍ତି। ଆପଣ ଭୂତ ଓ ଭବିଷ୍ୟତ ବିଷୟରେ ଜାଣିପାରନ୍ତି। ଆପଣ କହିଲେ ପାପକର୍ମ ପାଇଁ ଯମ ରାଜା ନର୍କକୁଣ୍ଡ ସଜନା କରିଛନ୍ତି। ହେ ମୁନି, ପାପକର୍ମ କ'ଣ ଆମକୁ ବୁଝାଇ କୁହନ୍ତୁ। ଯମଯାତନା କିପରି ତାହା ମଧ୍ୟ ଆମକୁ ବୁଝାଇ କହିବ। ପିଣ୍ଡଦାନ କଲେ କ'ଣ ସବୁ ଫଳ ମିଳେ, ଏସବୁ କଥା ଆମ୍ଭକୁ ସଂକ୍ଷିପ୍ତରେ କହିବ। ହେ ସୂତମୁନି, ଆମେ ଏ ସମସ୍ତ କଥା ଆପଣଙ୍କ ମୁଖରୁ ଶୁଣି ନିସ୍ତାରି ଯିବା ସହିତ କଳି କଳେଶ ପଙ୍କରୁ ଉଦ୍ଧାର ପାଇବୁ। ସୂତ ମୁନିଙ୍କୁ ଏତିକି କହି ସମସ୍ତ ଋଷି ମୌନ ରହିଗଲେ। ଋଷିମାନଙ୍କର ପ୍ରଶ୍ନ ଉତ୍ତର ଦେବାକୁ ଯାଇ ସୂତ ମୁନି ତାଙ୍କ ଗୁରୁଙ୍କୁ ସ୍ମରଣ କଲେ ଓ କହିଲେ। ସୂତ ମୁନି କହିଲେ, ହେ ମୁନିମାନେ, ଆପଣମାନେ ମୋତେ ଯାହା ପଚାରିଲେ ମୁଁ ଠିକେ ଠିକେ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଅଛି। ଏବେ ଶୁଣିବା ହୁଅନ୍ତୁ। ଯମପୁର ହେଉଛି ଗୋଟିଏ ଅତ୍ୟନ୍ତ ଦୁର୍ଗମ ସ୍ଥାନ। ସେହି ସ୍ଥାନ ଅତ୍ୟନ୍ତ ଭୀଷଣ ମଧ୍ୟ। ଯମପୁରର କାହାଣୀ ଅନେକ ଅଛି। ତା ମଧ୍ୟରୁ କେତୋଟି ସାର କଥା ମୁଁ ଆପଣଙ୍କ ନିକଟରେ ବାଛିକି କହିବି। ଯେଉଁମାନେ ଧର୍ମବନ୍ତ ଜନ, ସେମାନଙ୍କର ଯମପୁରକୁ ଡର କି ଭୟ ନଥାଏ। ଧର୍ମବନ୍ତ ଜନ ଆଖିରେ ମଧ୍ୟ ଯମପୁରକୁ ଦେଖନ୍ତି ନାହିଁ। ଯେଉଁମାନେ ପାପୀ, ସେମାନେ ନିରନ୍ତର ଯମଯାତନା ଭୋଗ କରନ୍ତି। ପାପୀମାନେ ନର୍କକୁଣ୍ଡରେ ପଡ଼ି ବିକଳରେ ରଡ଼ି ଦିଅନ୍ତି। ଯମଯାତନା ଅତି ଭୟଙ୍କର ଅଟେ। ଯିଏ ଏହି ଯମଯାତନାକୁ ଶୁଣିବ, ତାହାର ମନ ଓ ହୃଦୟ କମ୍ପିତ ହୋଇ ଉଠିବ। ସୂତମୁନି କହିଲେ, ପୂର୍ବେ ବୈକୁଣ୍ଠପୁରରେ ନାରାୟଣ ଗରୁଡ଼କୁ ଯମପୁରର ଆଖ୍ୟାନ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ବୈକୁଣ୍ଠପୁରରେ ଦିନେ ଭଗବାନ ବିଷ୍ଣୁ ସିଂହାସନ ଉପରେ ବସିଥିଲେ। ଗରୁଡ଼ ଏହି ସମୟରେ ପ୍ରଭୁଙ୍କ ନିକଟରେ ପ୍ରବେଶ ହେଲା। ଦୁଇ ହାତ ଯୋଡ଼ି ସାଷ୍ଟାଙ୍ଗ ପ୍ରଣିପାତ କରି ଗରୁଡ଼ କହିଲା, ହେ ଲକ୍ଷ୍ମୀପତି, ମୋତେ ଯମଯାତନା ପ୍ରସଙ୍ଗରେ କିଛି କୁହନ୍ତୁ। ତୁମ୍ଭ ଶ୍ରୀମୁଖରୁ ଏକଥା ଶୁଣିଲେ ମୁଁ ନିସ୍ତାରି ଯିବି। ଆପଣ ତ ଜଗତପତି, ପତିତପାବନ, କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଆପଣ ପୁରି ହୋଇ ରହିଛନ୍ତି। ତୁମ ପାଦପଦ୍ମରେ ଯେଉଁମାନେ ଭକ୍ତି କଲେ, ସେମାନେ ବୈକୁଣ୍ଠପୁରରେ ଭୋଗ ଭୁଞ୍ଜିଲେ ଅର୍ଥାତ୍ ବୈକୁଣ୍ଠଗାମୀ ହେଲେ। ସେମାନଙ୍କର କଥା ତ ମୁଁ ବହୁତ ଶୁଣିଛି ପ୍ରଭୁ। ଏବେ ପ୍ରଭୁ ଭାବଗ୍ରାହୀ ପାପୀମାନଙ୍କର କଥା କୁହନ୍ତୁ। ବୃଦ୍ଧମାନଙ୍କଠାରୁ ଶୁଣିଛି ଯମ ମାର୍ଗ ଅତ୍ୟନ୍ତ ଭୀଷଣ ଓ ଦୁଃଖପ୍ରଦ। ଦୟାକରି ସେହି କଥା ମୋତେ ବୁଝାଇ କୁହନ୍ତୁ। ମୋ ହୃଦୟରୁ ସଂଶୟ ଦୂର କରନ୍ତୁ ପ୍ରଭୁ। ହେ ପ୍ରଭୁ, ଆପଣଙ୍କ କଥା ମୃତ ଯିଏ ପାନ କରେ, ସେହି ଜନ ଯମଯାତନା ଭୋଗ କରେ। ହେ ପ୍ରଭୁ, ଆପଣଙ୍କର କଥା ମୃତ ଯିଏ ପାନ ନ କରେ, ସେହି ଜନ ଯମଯାତନା ଭୋଗ କରେ। ଆପଣଙ୍କ କଥା ମୃତ ଯେ ନ କରେ ପାନ, ଯମଯାତନା ଭୋଗଇ ସେହି ପାପୀଜନ। ଗରୁଡ଼ ପୁନଶ୍ଚ ଭଗବାନ ବିଷ୍ଣୁଙ୍କୁ ବିନମ୍ର ଭାବରେ କହୁଛନ୍ତି, ହେ ପ୍ରଭୁ, ଯେଉଁମାନେ ହୃଦୟରେ କିଛି ବିଚାର ନ କରି କୁକର୍ମ କରି ଚାଲନ୍ତି, ସେହିମାନେ ନର୍କରେ ପଡ଼ି ଘାଣ୍ଟି ହୁଅନ୍ତି। ସେହିମାନଙ୍କର ଗତି ଆପଣ ମୋତେ ବୁଝାଇ କହିବେ। ସେହି ପାପ କିପରି ତାଙ୍କଠାରୁ ଲିଭିବ, ସେ କଥା ବି ମୋତେ କହିବେ। ଗରୁଡ଼ ବଚନ ଶୁଣି କମଳାବର ଧୀରେ ଧୀରେ ଗରୁଡ଼କୁ କହୁଛନ୍ତି, ହେ ଗରୁଡ଼, ତୁମେ ଅପୂର୍ବ ସମାଚାର ଶୁଣ। ଅତି ଦୁର୍ଗମ ଅଟେ ଯମପୁର। ଏମିତିକି ସେହି ପୁରକୁ ସୂର୍ଯ୍ୟ କିରଣ ପଶିପାରେ ନାହିଁ। ଯମପୁରରେ ଚନ୍ଦ୍ରଙ୍କର ରଶ୍ମି ମଧ୍ୟ ପଡ଼େ ନାହିଁ। ଯମପୁର ମହା ଅନ୍ଧକାର ଅଟେ। ଏମିତି ଅନ୍ଧକାର ହୋଇଥାଏ ଯେ ମୁହଁକୁ ମୁହଁ ଦେଖାଯାଇ ନଥାଏ। ସେହି ପୁର ବାଟରେ ସିଂହ, ବ୍ୟାଘ୍ର, ସର୍ପମାନେ ଓ ହିଂସ୍ରଜନ୍ତୁମାନେ ପୂରି ରହିଥାନ୍ତି। ତାଙ୍କ କବଳରେ ଯେଉଁ ପ୍ରାଣୀ ପଡ଼େ, ସେ ଆଉ ଜୀବନ ଧରି ଫେରି ଆସେନା।
ସେଠାରୁ କିଛି ଦୂରରେ ବିଷଧର ବିଛା ଓ ନାନା ପ୍ରକାର ବିଷଧର କୀଟମାନେ ଥାଆନ୍ତି। ଯେଉଁ ପ୍ରାଣୀମାନଙ୍କର ହାବୁଡ଼ରେ ପଡ଼େ ସେମାନେ ତାକୁ ଦଂଶନ କରନ୍ତି। ଆଉ କିଛି ବାଟ ଗଲେ ପୂଜ, ନାଳ, ମଳ, ମୂତ୍ର କୁଣ୍ଡମାନ ଥୁଆ ହୋଇଥାଏ। ଏତେ ଦୁର୍ଗନ୍ଧ ସେ ସ୍ଥାନ ହୁଏ ଯେ ଜଣେ ସେହି ବାଟ ଦେଇ ଯିବା କଷ୍ଟକର ହୋଇପଡ଼େ। ତା'ଠାରୁ କିଛି ବାଟ ଗଲେ କଣ୍ଟା ପୋତା ହୋଇଥାଏ। ଲୁହା କଣ୍ଟାକୁ ଯମଦୂତମାନେ ଧରି ଭ୍ରମଣ କରୁଥାନ୍ତି। ଭଗବାନ ବିଷ୍ଣୁ କହୁଛନ୍ତି ଗରୁଡ଼କୁ, ଯେଉଁମାନେ ପାପ କରି ମରିଥାନ୍ତି ସେହିମାନେ ଏ ସମସ୍ତ ପଥ ଗୋଟିଏ ପରେ ଗୋଟିଏ ଗମନ କରନ୍ତି। ଯେଉଁମାନେ ପ୍ରାଣୀମାନଙ୍କୁ ହିଂସା କରନ୍ତି, ଗର୍ବ କରନ୍ତି, ଉତ୍ତମ ଶାସ୍ତ୍ରକୁ ନିନ୍ଦା କରନ୍ତି, ମିଥ୍ୟା କୁହନ୍ତି, କପଟ ଆଚରଣ କରନ୍ତି, ଦୟା ଧର୍ମ ହୃଦୟରୁ ବର୍ଜନ କରିଥାନ୍ତି, ସାଧୁଜନକୁ ଦେଖିଲେ ଉପହାସ କରନ୍ତି, ଅସଭ୍ୟ ଭାଷା ଯେଉଁମାନଙ୍କ ପାଟିରୁ ସର୍ବଦା ବାହାରିଥାଏ, ବୟସ ବଳେ ଯେଉଁମାନେ ଅନ୍ୟମାନଙ୍କୁ ଟେକା ପଥର ଫୋପାଡ଼ନ୍ତି, ଗୁରୁଜନଙ୍କୁ ସମ୍ମାନ ଯେଉଁମାନେ ଦିଅନ୍ତି ନାହିଁ, ଯେଉଁମାନେ ଅସୁର ସ୍ୱଭାବ ଦେଖାନ୍ତି, ସର୍ବଦା ମଦ ମାଂସ ଭକ୍ଷଣ କରନ୍ତି, ପରଧନ ପର ସ୍ତ୍ରୀ ଯେଉଁମାନେ ହରଣ କରନ୍ତି, ଯେଉଁମାନେ ସର୍ବଦା ଯୁକ୍ତି କରି ସତ୍ୟକୁ ମିଥ୍ୟାରେ ପ୍ରମାଣିତ କରନ୍ତି, ଈଶ୍ୱରଙ୍କୁ ନିନ୍ଦା କରନ୍ତି, ଯେଉଁମାନଙ୍କର ହିତାହିତ ଜ୍ଞାନ ନଥାଏ, ଯିଏ ସର୍ବଦା ନିଜକୁ ବଡ଼ ବୋଲି କୁହେ, ମୁଁ ଜ୍ଞାନୀ, ମୁଁ ପଣ୍ଡିତ, ମୋଠାରୁ ଅଧିକ କେହି ଜାଣିନାହାନ୍ତି ବୋଲି ଯିଏ ଆତ୍ମା ବଡ଼ିମା କରେ, ଯେଉଁମାନେ ବଳାତ୍କାର କରି ପରଧନ ଛଡ଼ାଇ ଆଣନ୍ତି, ଯେଉଁମାନେ ନିଜ ସ୍ତ୍ରୀକୁ ସୁଖ ନ ଦେଇ ବେଶ୍ୟା ଗମନ କରନ୍ତି, ଗୋଚର ଭୂମିକୁ ଯେଉଁମାନେ ଚାଷ କରନ୍ତି, ଅତିଥିଙ୍କୁ ଦେଖିଲେ ଯେଉଁମାନେ ମୁହଁ ମୋଡ଼ନ୍ତି, ଯେଉଁମାନେ କାମନାରେ ଦିନରାତି ମାତି ରୁହନ୍ତି, ଯେଉଁମାନେ ଭଲମନ୍ଦ କ'ଣ ବିଚାର କରନ୍ତି ନାହିଁ, ସେମାନେ ଏହି ନର୍କପୁରୀକୁ ଆସନ୍ତି। ଯମପୁରେ ଅଶୁଚି ନର୍କରେ ପଡ଼ି ସଢ଼ି ମରନ୍ତି। ଗରୁଡ଼ ଏହିପରି ବଚନ ଲକ୍ଷ୍ମୀପତିଙ୍କ ଠାରୁ ଶୁଣି କହିଲା, ହେ ପ୍ରଭୁ, ଆଜି ଏତିକି କୁହନ୍ତୁ। ମୁଁ ଏହି ପାପୀମାନଙ୍କୁ ଭଲ ଭାବରେ ମନେ ରଖେ। ଏହି ପାପୀମାନେ କିପରି ଯମଦଣ୍ଡ ପାଆନ୍ତି ମୋତେ ଅନ୍ୟ ଦିନେ ଆପଣ କହିବେ। ନାରାୟଣ ଦେବଙ୍କୁ ଗରୁଡ଼ ଯୋଡ଼ ହସ୍ତରେ ପ୍ରଣାମ କରି ନିଜେ ପୁରକୁ ଉଡ଼ିଗଲା।